ସକାଳ ପିଲାମାନେ, ଗୁଡ୍ ମର୍ଣ୍ଣିଂ ଟୁ ଅଲ୍। ଆଜି ଆମେ ଭୀମଙ୍କ ସିଂହନାଦ ରଡ଼ି ଆମର ଓଡ଼ିଆ ସାହିତ୍ୟ ସିନ୍ଧୁର ଦ୍ୱିତୀୟ କବିତା, ଯାହାକୁ ଲେଖିଛନ୍ତି ସାରଳା ଦାସ। ଏହାର ଅଭ୍ୟାସ ପ୍ରଶ୍ନାବଳୀ କରିବା। ତ ଆମର ପ୍ରଥମ ପ୍ରଶ୍ନରେ ଏକ ପଦରେ ପ୍ରକାଶ କର। କ'ଣ ଦେଇଛି? ଦ୍ରୁତ ରାଷ୍ଟ୍ରର ପୁତ୍ର। କ'ଣ ହେବ? ଦ୍ରୁତ ରାଷ୍ଟ୍ରୀ। ମରୁତଙ୍କର ପୁତ୍ର ମାରୁତି। ପବନର ପୁତ୍ର ପାବନୀ। ପଣ୍ଡୁଙ୍କ ପୁତ୍ର ପାଣ୍ଡବ। ତାପରେ କ'ଣ ହେବ? ଅଦିତିଙ୍କର ପୁତ୍ର କ'ଣ ହେବ? ଆଦିତ୍ୟ। ଏବେ କୁନ୍ତୀଙ୍କର ପୁତ୍ର କୌନ୍ତେୟ। ଏଭଳି ଆମର ପ୍ରଥମ ପ୍ରଶ୍ନରେ ଏକ ପଦରେ ପ୍ରକାଶ କରାଯାଇଛି। 2 ନମ୍ବରରେ କ'ଣ ଅଛି? ନିମ୍ନଲିଖିତ ଶବ୍ଦ ଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖିବ। ତାର ପ୍ରତିଶବ୍ଦ। ଆଉ ଗୋଟେ ଶୂଳଧର। ଶୂଳଧରର କ'ଣ ହେବ? ଶିବ ଓ ଈଶ୍ୱର। ସଙ୍କଟର ବିପଦ ଓ ବିପତ୍ତି। ମର୍ତ୍ତ୍ୟର ଧରଣୀ ପୃଥିବୀ। ବୁଝିପାରୁଛ ନା ପିଲାମାନେ? ଏବେ ଆମେ ଯିବା ଅନ୍ତରିକ୍ଷ। ଅନ୍ତରିକ୍ଷରେ ଆକାଶ ଅମ୍ବର। ନଳିନୀର ପଦ୍ମ ଆଉ ପଙ୍କଜ। ଯମର କ'ଣ ହେବ? ଅନ୍ତକ ଜନ୍ତୁପତି। କମଳାର କ'ଣ ହେବ? ଲକ୍ଷ୍ମୀ ଶ୍ରୀ। ଭର୍ତ୍ସନାର ହେବ ଅପବାଦ ନିନ୍ଦା। ଏଇଟା ଆମର ପ୍ରତିଶବ୍ଦ ଗୁଡ଼ିକ। ବୁଝିପାରୁଥିବା ସମସ୍ତେ ପିଲେ। 3 ନମ୍ବରରେ ଆମେ ଦେଖିବା ବ୍ୟାସ ବାକ୍ୟ ସହ ସମାସର ନାମ ଲେଖ। ଯେମିତିକି ତ୍ରିଲୋଚନ। ତ୍ରିଲୋଚନ ତାର କ'ଣ ହେବ? ତ୍ରିଲୋଚନ ଯାହାର ସେଇଟା ହେଉଛି ତ୍ରିଲୋଚନ। ଏହାର ସମାସ କ'ଣ ହେବ? ବହୁବ୍ରୀହି ସମାସ। ଆଉ ବ୍ୟାସ ବାକ୍ୟ କ'ଣ? ତ୍ରିଲୋଚନ ଯାହାର ସେ। ଏଇଟା ହେଉଛି ତାର ବ୍ୟାସ ବାକ୍ୟ ଏବଂ ବହୁବ୍ରୀହି ହେଉଛି ତାର ସମାସ। ଏବେ ଦେଖିବା କାଳାନଳ। ଏହାର ବ୍ୟାସ ବାକ୍ୟ କ'ଣ ହେବ? କାଳ ଅଟେ ଅନଳ। ଏହାର ସମାସ କ'ଣ ହେବ? ଅଭେଦ କର୍ମଧାରୟ। ନବଦ୍ୱୀପ। ନବଦ୍ୱୀପର କ'ଣ ହେବ? ତାର ବ୍ୟାସ ବାକ୍ୟ ନବଦ୍ୱୀପର ସମାହାର। ଏଇଟା କେଉଁ ସମାସ? ଯେହେତୁ ସଂଖ୍ୟାକୁ ବୁଝେଇଛି, ତେଣୁ ଏଇଟା ହେଉଛି ଦ୍ୱିଗୁ ସମାସ। ସପ୍ତସାଗର। 7 ସାଗରର ସମାହାର। ଏଇଟା ହେଉଛି ତାର ବ୍ୟାସ ବାକ୍ୟ। ଯେହେତୁ ସପ୍ତ ଗୋଟେ ସଂଖ୍ୟାକୁ ବୁଝଉଛି, ସେଥିପାଇଁ ଏଇଟା ମଧ୍ୟ ଦ୍ୱିଗୁ ସମାସ। ଭୁଜଦଣ୍ଡ। ଭୁଜଦଣ୍ଡପତି। ଉପମିତ କର୍ମଧାରୟ। ଭୁଜକୁ କିଏ? ଦଣ୍ଡ ଧାରଣ କରିଛି। ଅଜାମ୍ବର। ଯାହାର ମରଣ ନାହିଁ, ଯାହାର କେବେ ମଧ୍ୟ ମରିବ ନାହିଁ। ଏଇଟା ତାର ବ୍ୟାସ ବାକ୍ୟ ଏବଂ ବହୁବ୍ରୀହି ହେଉଛି ତାର ସମାସ। ଏଇଟା ବ୍ୟାସ ବାକ୍ୟ ସହିତ ସମାସର ନାମ ଲେଖିବାଟା 3 ନମ୍ବରରେ ଅଛି। ଏବେ ଆମେ 4 ନମ୍ବରକୁ ଦେଖିବା। ପିଲାମାନେ, ପଠିତ କବିତାକୁ ଅବଲମ୍ବନ କରି ଆମେ କ'ଣ କରିବା? ଶୂନ୍ୟସ୍ଥାନକୁ ପୂରଣ କରିବା। ଈଶ୍ୱରଙ୍କୁ ସିଂହନାଦ ମାଗନ୍ତୁ ଦେଶ। ପବନର ସୁତ। ପବନ ସୁତ କିଏ? ଭୀମ। ଭୀମ କାହାକୁ ମାଗିଥିଲେ? ଈଶ୍ୱରଙ୍କୁ, ଶିବଙ୍କୁ ସିଂହନାଦ ବର ମାଗିଥିଲେ। ଆସନ କମ୍ପିଲା ଯେ ଦେବ କ'ଣ? ଶୂଳଧର। ଶୂଳଧର କହିଲେ କିଏ? ଶିବ। ଯେ ତ୍ରିଶୂଳ ଧାରଣ କରନ୍ତି। ଯେତେବେଳେ ସିଂହନାଦ ବର ମାଗିଥିଲେ ଭୀମ, ସେହି ସମୟରେ ଆସନ କମ୍ପନ ହୋଇଥିଲା। ପାର୍ବତୀ ବୋଇଲେ ଭୀମସେନ ଆମ୍ଭ ଉପକାରୀ। ଉପକାରୀ କ'ଣ? ଉପକାର। ସେହି ସମୟରେ ସାରଳା ସାହିତ୍ୟରେ
ଲେଖାହେଇଛି, ସେଥିପାଇଁ ଉପକାରକୁ ଉପକାରୀ ଲେଖାହେଇଛି, କିନ୍ତୁ ଏଇଟା ମଧ୍ୟ ଠିକ୍ କାହିଁକିନା ଶାରଳା ସାହିତ୍ୟ ଶାରଳା ଦାସ ସେ ସମୟରେ ମହାଭାରତ ଲେଖିବା ସମୟରେ ଏଇଟା କରିଥିଲେ। ପାର୍ବତୀ ବୋଇଲେ ଭୀମସେନ ଆମ୍ବ ଉପକାରୀ, ଚିରିକୁଟରୁ କାଢ଼ିଦେଲେ ସିଂହନାଦ। ମୋ ନମ୍ବର କ'ଣ? ଡ୍ୟାସ୍ ଆସି ପ୍ରବେଶ ହୋଇଲା ବ୍ୟାସ ସରୋବର ତୀରେ, ଅନ୍ତରୀକ୍ଷେ। ଡ୍ୟାସ୍ ମାରି ବାହସ୍ପତ ଗର୍ଜିଲେ ବେଗେ ଉଠି ବକ୍ଷସ୍ଥଳେ। କିଏ ମାରିଲା? ଦୁର୍ଯ୍ୟୋଧନ। ବୋଇଲୁ ଯେ ଭୀମ ଡ୍ୟାସ୍ ସହିବୁ? ଶିବ କହିଲେ ଯେ ତୁ 7 ରଡ଼ିକୁ ସହିବାକୁ ପଡ଼ିବ, ତାହେଲେ ହିଁ ହେବ। ସିଂହନାଦ ବର ଦେବା ସମୟରେ ନମ୍ବରରେ କ'ଣ? କଦଳୀ ପତ୍ର ପ୍ରାୟ ଡ୍ୟାସ୍ ମହାତମୀ କମ୍ପଇ। ଏବେ ଆମେ ଦେଖିବା କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନ ଉତ୍ତର ଗୁଡ଼ିକ ଦେଖିବା। ତ ସେଇ ପ୍ରଶ୍ନ ଉତ୍ତରରେ ପ୍ରଥମ 1 ନମ୍ବର ଅଛି ସିଂହନାଦ କ'ଣ? ସିଂହନାଦ କ'ଣ? ସିଂହନାଦ ହେଉଛି ଗୋଟିଏ ମହିଷିରେ ନିର୍ମିତ ଏକ ବାଦ୍ୟଯନ୍ତ୍ର, ଯାହା ଶିବ ଭୈରବ ରୂପ ଧାରଣ କରି ସିଂହନାଦ କଲେ ପୃଥିବୀ ପ୍ରଳୟ ହୁଏ। ତାକୁ ଫୁଙ୍କିଲେ ଜୋରରେ ଶବ୍ଦ ହୁଏ। ଏମିତି ଗୋଟେ ସିଂହନାଦ ଗୋଟେ ଜିନିଷ ଯାହା ମହିଷିରେ ଗୋଟେ ନିର୍ମିତ ହେଇଛି, ଗୋଟେ ବାଦ୍ୟଯନ୍ତ୍ରଟା, ଏବଂ ତାହା ଯେତେବେଳେ ଶିବ ଭୈରବ ତାଣ୍ଡବ ନୃତ୍ୟ ଧାରଣ କରନ୍ତି, ସେହି ସମୟରେ ସିଂହନାଦ ବାଜିଥାଏ। ସେ ସମୟ ପୃଥିବୀ ମଧ୍ୟ ପ୍ରଳୟ ହୁଏ ଏବଂ ତାକୁ ଜୋରରେ ଫୁଙ୍କିଲେ ଶବ୍ଦ ମଧ୍ୟ ହୋଇଥାଏ। ଆଉ ତୁମମାନେ ଜାଣିଥିବ ସିଂହନାଦ ଯେତେବେଳେ ପୂର୍ବେ ଅଶ୍ଳେଷ ଦୈତ୍ୟ ବୋଲି ଜଣେ ରାକ୍ଷସ କୈଳାସକୁ ଉପାଡ଼ିବା ନେବା ପାଇଁ ସେ ଆସିଥିଲା ଋଷ୍ୟମୁକ ପର୍ବତରେ। ସେହି ସମୟରେ ଭୀମଙ୍କୁ ଶିବ ଡାକିଥିଲେ। ଭୀମ ଆସି ସେହି ଅଶ୍ଳେଷ ଦୈତ୍ୟକୁ ମାରିକି ଶିବଙ୍କୁ ବଞ୍ଚାଇଥିଲେ। ସେଥିପାଇଁ ସେହି ବର ସ୍ମରଣ କରାଇ ଭୀମ ଶିବଙ୍କ ଠାରୁ ଏହା ପ୍ରାପ୍ତ କଲେ ବୋଲି ଦୁର୍ଯ୍ୟୋଧନ ବ୍ୟାସ ସରୋବରରୁ ବାହାର କରିପାରିଥିଲେ। 2 ନମ୍ବର କ'ଣ? ସହଦେବ ଜଗନ୍ନାଥଙ୍କୁ କ'ଣ ବୋଇଲେ? ସହଦେବ ଥିଲେ ତ୍ରିକାଳଦର୍ଶୀ ଓ ସର୍ବଜ୍ଞାତା। ସେ ଜଗନ୍ନାଥଙ୍କୁ କହିଲେ ପବନର ସୁତ ଅର୍ଥାତ୍ ଭୀମସେନ ଈଶ୍ୱରଙ୍କୁ ସିଂହନାଦ ମାଗନ୍ତୁ। 3 ନମ୍ବର ଦେଖିବା। ସିଂହନାଦ ଦେବା ପାଇଁ ପାର୍ବତୀ ଶିବଙ୍କୁ କ'ଣ କହିଲେ? ସିଂହନାଦ ଦେବା ପାଇଁ ପାର୍ବତୀ ଶିବଙ୍କୁ କହିଲେ ଭୀମସେନ ଆମର ଉପକାରୀ ଏବଂ ପାଣ୍ଡବମାନଙ୍କ ପାଇଁ ଆମେ ଆଜି କୈଳାସ ପର୍ବତରେ ଅନେକ ସମୟରେ ଆମେ ବିପଦ ମୁକ୍ତ କରିଛନ୍ତି। ସେମାନେ ଅତୀତରେ ମଧ୍ୟ ଆପଣଙ୍କର ଭୀମଙ୍କୁ ବରଦାନ ଦେବା ପାଇଁ ସତ୍ୟ ରକ୍ଷା କରିଥିଲେ। ସତ୍ୟ ରକ୍ଷା କରି ଆପଣ ଯଥାଶୀଘ୍ର ତାଙ୍କୁ ସିଂହନାଦ ପ୍ରଦାନ କରନ୍ତୁ। କିଏ କହିଲେ? ମାତା ପାର୍ବତୀ ଶିବଙ୍କୁ କହିଲେ, କାରଣ ଏମାନେ ଆମର ଉପକାର କରନ୍ତି। ଏମାନଙ୍କୁ ଆମେ ତାଙ୍କର ସମୟରେ ମଧ୍ୟ ଆମେ ଉପକାର କରିବା ଉଚିତ, କାରଣ ମଣିଷ ଯିଏ ତୁମକୁ ଉପକାର କରୁଛି ତାକୁ ମଧ୍ୟ ଆମେ ଉପକାର କରିବା ଆମର କର୍ତ୍ତବ୍ୟ। 4 ନମ୍ବର କ'ଣ? ପାଣ୍ଡବ ହେତୁ ତ୍ରିଲୋଚନ କିପରି ବର୍ତ୍ତିଥିଲେ? କେମିତି ବର୍ତ୍ତିଥିଲେ ପାଣ୍ଡବ ହେତୁ? ପାଣ୍ଡବ 5 ଭାଇଙ୍କ ମଧ୍ୟରେ ଭୀମ ମଧ୍ୟ ପାଣ୍ଡବ ଭାବରେ ପରିଗଣିତ। ପୂର୍ବେ ଅଶ୍ଳେଷ ଦୈତ୍ୟ କୈଳାସକୁ ଉପାଡ଼ି ନେଉଥିବା ବେଳେ ଋଷ୍ୟମୁଖ ପର୍ବତରେ ଥିବା ଭୀମ ଶିବଙ୍କୁ ଡାକିଥିଲେ ଏବଂ ଭୀମ ଅଶ୍ଳେଷ ଦୈତ୍ୟକୁ ମାରି କୈଳାସକୁ ଉଦ୍ଧାର କରିବାରୁ ଶିବ ଭୀମଙ୍କୁ ବର ଯାଚିଥିଲେ, କାରଣ ସେ ଅଶ୍ଳେଷ ଦୈତ୍ୟକୁ ମାରିକି ତାଙ୍କୁ ରକ୍ଷା କରିଥିଲେ ଶିବଙ୍କୁ। ସେଥିପାଇଁ ସେହି ଉଦ୍ଦେଶ୍ୟରେ ତାଙ୍କୁ ଏ ସିଂହନାଦ ବର ପ୍ରଦାନ କରିଥିଲେ। 5 ନମ୍ବର କ'ଣ? ସିଂହନାଦ କିପରି ଗତିରେ ଭୀମଙ୍କର ହସ୍ତକୁ ଆସିଲା? ଭୀମଙ୍କ ନିକଟକୁ ପ୍ରେରଣ କରିବାର ନିମନ୍ତେ ଈଶ୍ୱରଙ୍କର ତାଙ୍କର ଚିରିକୁଟରୁ ସିଂହନାଦ ବାହାର କଲେ ଏବଂ କ'ଣ କଲେ? ଆକାଶର ମାର୍ଗ ଦେଇ ସିଂହନାଦ ଭୀମଙ୍କ ନିକଟକୁ ଆସିବା ପରେ
ବହୁ ଜୋରରେ ପବନ ବହିବାକୁ ଲାଗିଲା, ଯାହାଦ୍ୱାରା ମହିମଣ୍ଡଳ ପୃଥିବୀମଣ୍ଡଳ ଥରି ଉଠିଲା। ସୂର୍ଯ୍ୟଙ୍କର ତେଜ ଠାରୁ ସିଂହନାଦର ତେଜ 100 ଗୁଣରେ ପ୍ରକାଶିତ ହେଲା। ଯେତେବେଳେ ସିଂହନାଦର ଗତି ଭୀମଙ୍କର ହସ୍ତରୁ ଆସିଲା ସେହି ସମୟରେ ଏଇଭଳି ଜୋରରେ ପବନ ହେବାକୁ ଲାଗିଥିଲା। ବ୍ୟାସ ସରୋବରର ମହାତ୍ମ୍ୟ କ'ଣ ଥିଲା? ଜାଣିଥିବେ ପିଲାମାନେ, ଯେତେବେଳେ ବ୍ୟାସ ସରୋବର ଓଡ଼ପା ମହାତୀର୍ଥଙ୍କ ନାମରେ ପରିଚିତ ଥିଲା। ସେଠାରେ ବ୍ୟାସଦେବ ଗୁପ୍ତରେ ରହି ମହାଭାରତ, ଅଷ୍ଟାଦଶ ପୁରାଣ ଆଦି ରଚନା କରିଥିଲେ। ଦକ୍ଷ ଯଜ୍ଞ ନାଶ ପରେ ଶିବ ନିଜକୁ ଶୀତଳ କରିବା ପାଇଁ ଏଠାରେ ପ୍ରବେଶ କଲେ। ବ୍ୟାସଙ୍କର କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେବାରୁ ଶିବ ଅଭିଶାପ ଦେଇଥିଲେ। କୌଣସି ଶରଣାଗତ ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ଏଠାରେ ଆଶ୍ରୟ ନେଲେ ତାର ଶତ୍ରୁ ଏଠାରେ ପ୍ରବେଶ କରିପାରିବ ନାହିଁ। ଯଦି ବଳପୂର୍ବକ ପ୍ରବେଶ କରେ ତେବେ ଶତ୍ରୁ ଧ୍ୱଂସ ହୋଇଯିବ। ଏଇଟା କ'ଣ ବୁଝିପାରିଲ ପିଲାମାନେ? ଯେ ଯେତେବେଳେ ବ୍ୟାସଦେବ ମହାଭାରତ ରଚନା କରୁଥିଲେ, ସେହି ସମୟରେ ଶିବ ଦକ୍ଷ ଯଜ୍ଞ ସାରିକି ଯେତେବେଳେ ତାଙ୍କୁ ଦେହକୁ ଶୀତଳ କରିବା ପାଇଁ ଯାଉଥିଲେ, ସେ ବ୍ୟାସଙ୍କର ତାଙ୍କର କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେବା ଯୋଗୁଁ ତାଙ୍କ ଲେଖାରେ ସେଥିପାଇଁ ଶିବ ଅଭିଶାପ ଦେଇଥିଲେ ଯେ ଜଣେ ଲୋକ କୌଣସି ଶରଣାଗତ ଶତ୍ରୁ କବଳରୁ ଜଣେ ଶତ୍ରୁ ମାରିବା ପାଇଁ ଆସୁଥିବ, ସେହି ସମୟରେ ଆଶ୍ରୟ ନେଇପାରିବ, ଶତ୍ରୁ କିନ୍ତୁ ସେଠିକୁ ପ୍ରବେଶ କରିପାରିବ ନାହିଁ। ଯେଉଁ ଶତ୍ରୁ ତାର ପ୍ରବେଶ କରିବ ସେ ଧ୍ୱଂସ ହୋଇଯିବ। ପ୍ରଥମ ଥର ସିଂହନାଦ ରଡ଼ିରେ ପୃଥିବୀରେ କି ବିଲକ୍ଷଣ ଦେଖାଦେଲା? ଭୀମଙ୍କର ପ୍ରଥମ ସିଂହନାଦ ରଡ଼ିରେ ପଦ୍ମପତ୍ରରେ ପାଣି ପଡ଼ିଲେ ତାହା ଯେପରି ଅସ୍ଥିର ହୋଇଥାଏ, ଠିକ୍ ସେହିପରି ଅନୁରୂପ ଭାବେ ପୃଥିବୀର ରାଣୀ ଥରି ଉଠିଲା। ମନ୍ଦର ପର୍ବତର ସ୍ଥାନଚ୍ୟୁତ ହୋଇଗଲା। ନିଶ୍ଚିନ୍ତରେ ନିଦ୍ରାଗତ ଥିବା ମାନଗୋବିନ୍ଦ ନିଦ୍ରା ଭଙ୍ଗ ହେଲା। ପ୍ରଥମ ରଡ଼ି ଯେତେବେଳେ ପୃଥିବୀରେ ଦେଇଥିଲେ ଏସବୁ ଦେଖା ଦେଇଥିଲା। 8 ନମ୍ବର କ'ଣ? ଯେତେବେଳେ ଦ୍ୱିତୀୟ ଥର ସିଂହନାଦ ରଡ଼ି ସୌରଜଗତରେ ହେଇଥିଲା କି ବିଲକ୍ଷଣ ଦେଖା ଦେଇଥିଲା? ଦ୍ୱିତୀୟ ଥର ଭୀମଙ୍କର ସିଂହନାଦ ରଡ଼ିରେ 6 ଲକ୍ଷ ଯୋଜନ ପର୍ଯ୍ୟନ୍ତ ଆକାଶ କମ୍ପି ଉଠିଲା। ଯମଦେବ ଥରି ଉଠିଲେ, ପାତାଳରେ ଥିବା ଅନନ୍ତ ନାଗର ଫଣା ଉଠିଲା। ନବଦ୍ୱୀପ ସପତସାଗର ମେରୁ ଥରି ଉଠିଲା। ସିନ୍ଧୁର ଜଳ ଉଛୁଳି ଆକାଶରେ ସ୍ପର୍ଶ କଲା। ଆପଣ ଭାବନ୍ତୁ କେତେ ସିଂହନାଦ ରଡ଼ିର ତାର ଶକ୍ତି ଥିବ। ସୌରଜଗତରେ ଏଭଳି ଲକ୍ଷଣ ଗୁଡ଼ିକ ଦେଖା ଦେଇଥିଲା। ଏତେ ଶକ୍ତିଶାଳୀ ସେହି ସିଂହନାଦ ରଡ଼ିର ଶବ୍ଦ। ନବଦ୍ୱୀପ କହିଲେ କ'ଣ? ଲେଖ ବୋଲେ ଇନ୍ଦ୍ରଦ୍ୱୀପ, ନାଗଦ୍ୱୀପ, ସୌମ୍ୟଦ୍ୱୀପ, ଗନ୍ଧର୍ବଦ୍ୱୀପ, ବରୁଣଦ୍ୱୀପ, କେଶୁରମାନ ଦ୍ୱୀପ, ଗୌସ୍ତିମାନ ଦ୍ୱୀପ, ତାମ୍ରପର୍ଣ୍ଣ ଦ୍ୱୀପ, କୁମାରିକା ଦ୍ୱୀପ। 9ଟା ଦ୍ୱୀପ ରହିଛି। ଯେତେବେଳେ ସିଂହନାଦ ଦ୍ୱିତୀୟ ରଡ଼ି ହେଇଥିଲା, ନବଦ୍ୱୀପ ମଧ୍ୟ ଥରି ଉଠିଥିଲା। ସପ୍ତସାଗର ମଧ୍ୟ ଥରି ଉଠିଥିଲା। ସପ୍ତସାଗର କ'ଣ ଏବେ ଦେଖିବା? ସପ୍ତସାଗର ହେଉଛି କ'ଣ? ଦଧିସାଗର, ଦୁଗ୍ଧସାଗର, ଘୃତସାଗର, ଲବଣସାଗର, ଇକ୍ଷୁସାଗର, ସୁରାସାଗର, ଜଳସାଗର। ଏଇଟା ସାଗର ଏବଂ ମେରୁ ଅଞ୍ଚଳ ମଧ୍ୟ ଥରି ଉଠିଥିଲା। ଏ ପିଲାମାନେ ଦେଖିବା 10 ନମ୍ବର ଗଲା। 11 ନମ୍ବର ଆମେ ଦେଖିବା। ତ ଯେତେବେଳେ ଦ୍ୱିତୀୟ ରଡ଼ିରେ ଦୁର୍ଯ୍ୟୋଧନ କିପରି ବାହାରକୁ ଆସିଲେ, କେମିତି ବାହାରକୁ ଆସିଥିଲେ? ସେ ତ କେଉଁଠି ଥିଲେ? ସେ ତ ବ୍ୟାସ ସରୋବରରେ ଲୁଚି ରହିଥିଲେ ନା। ସେଥିପାଇଁ ତାଙ୍କୁ ବାହାର କରିବା ପାଇଁ ସିଂହନାଦ
ଆଣିଛନ୍ତି କିଏ? ସିଂହନାଦ ବର ପ୍ରାପ୍ତ କରିଛନ୍ତି ଶିବଙ୍କ ଠାରୁ। କିଏ ପାଇଛନ୍ତି? ଭୀମ। ଏବଂ ସେହି ବର ଆଣିକି ଯେତେବେଳେ ରଡ଼ି ବାଦନ କରୁଛନ୍ତି, ସେହି ରଡ଼ିର ପ୍ରଥମ ଶବ୍ଦରେ ଏତେ ପୃଥିବୀ ପ୍ରକମ୍ପିତ ହୋଇଛି, ଦ୍ୱିତୀୟ ରଡ଼ିରେ ମଧ୍ୟ କେତେ ସପ୍ତସାଗର ନବଦ୍ୱୀପ ମେରୁ ଅଞ୍ଚଳ ଥରି ଉଠିଛି। ଏବଂ ଏବେ ଦେଖିବା 11 ନମ୍ବର, ଦ୍ୱିତୀୟ ରଡ଼ିରେ ଦୁର୍ଯ୍ୟୋଧନ କିପରି ବାହାରି ଆସିଲେ? ଭୀମଙ୍କର ଦ୍ୱିତୀୟ ଥର ପାଇଁ ସିଂହନାଦ ରଡ଼ି ଶୁଣିବା ପରେ ଦୁର୍ଯ୍ୟୋଧନ ଭୀଷଣ ଭାବରେ କ୍ଷୁବ୍ଧ ହୋଇଯାଇଥିଲେ। ବକ୍ଷସ୍ଥଳରେ ବାହୁସ୍ଫୋଟ ଗର୍ଜନ କରି ଯୁଦ୍ଧଂ ଦେହି ଡାକରା ଦେଇ ଶ୍ରୀଲକ୍ଷ୍ମୀଙ୍କର କଥାକୁ ଅବଜ୍ଞା କରି ତାଙ୍କୁ ଠେଲି ଦେଇଥିଲେ। 70 ଭାର ଗଦା ମହାଦର୍ପରେ ବ୍ୟାସ ସରୋବରରୁ ବାହାରକୁ ଆସିଲେ। ଯେତେବେଳେ ଦୁର୍ଯ୍ୟୋଧନ ବ୍ୟାସ ସରୋବରରେ ଥିଲେ ନା, ତାଙ୍କୁ ଲକ୍ଷ୍ମୀଙ୍କ ପାଖରେ, ଲକ୍ଷ୍ମୀ ତାଙ୍କୁ ସାହାଯ୍ୟ କରିଥିଲେ, ରଖିଥିଲେ। କିନ୍ତୁ ଦୁର୍ଯ୍ୟୋଧନ ଲକ୍ଷ୍ମୀଙ୍କର କଥା ମଧ୍ୟ ନ ମାନିକି ସେ ତାଙ୍କର ଦୁଇ ହାତକୁ ଭୁଜ ଦ୍ୱୟକୁ ଠେଲି ଦେଇକି ସେ ଯୁଦ୍ଧ କରିବା ପାଇଁ ବାହାରିଥିଲେ। ଏବଂ ଜାଣିଥାଅ ପିଲାମାନେ ଯେ ଦୁର୍ଯ୍ୟୋଧନଙ୍କର ତାଙ୍କର ଗଦା ଦ୍ୱୟର ଓଜନ ଥିଲା 70 ଭାର ଗଦା କାନ୍ଧରେ ଧରି ଭୀମ ଯୁଦ୍ଧ କରିବା ପାଇଁ ବ୍ୟାସ ସରୋବରରୁ ବାହାରି ଆସିଲେ। ମହାଲକ୍ଷ୍ମୀ କ'ଣ କ'ଣ କହି ବାହାରକୁ ଯିବା ପାଇଁ ବାରଣ କଲେ? ଭୀମସେନଙ୍କର ପ୍ରଥମ ସିଂହନାଦ ରଡ଼ିରେ ମାନଗୋବିନ୍ଦ ଦୁର୍ଯ୍ୟୋଧନଙ୍କର ନିଦ୍ରାଭଙ୍ଗ ହୋଇଥିଲା। ଦ୍ୱିତୀୟ ରଡ଼ିରେ ଅହଙ୍କାର ବଶତଃ ଭୀମଙ୍କର ସହ ଯୁଦ୍ଧ କରିବା ପାଇଁ 70 ଭାର ଗଦା ଧରି ବ୍ୟାସ ସରୋବରରୁ ବାହାରି ଆସିବା ସମୟରେ ଶ୍ରୀଲକ୍ଷ୍ମୀଙ୍କୁ ତାଙ୍କ ବାରଣ କରିଥିଲେ। ଭୀମଙ୍କର 7 ରଡ଼ି ସହିଯିବା କଥା ମହାଲକ୍ଷ୍ମୀ ତାଙ୍କୁ ସ୍ମରଣ କରାଇ ଦେଇଥିଲେ। ଦୁର୍ଯ୍ୟୋଧନକୁ ସ୍ମରଣ କରିଦେଇଥିଲେ, କାରଣ ଦୁର୍ଯ୍ୟୋଧନଙ୍କୁ ଭଲ ଚିନ୍ତା କରିଥିଲେ ଲକ୍ଷ୍ମୀ। କାରଣ ଦୁର୍ଯ୍ୟୋଧନ ପନ୍ନଗାଙ୍କର ଯେତେବେଳେ ଚାଲିଥାନ୍ତି, ସେଠି ତାଙ୍କ ପାଦରେ ପଦ୍ମ ଫୁଲ ଫୁଟିଥାଏ ବୋଲି କହନ୍ତି, ପଦ୍ମ ଚିହ୍ନ ଥାଏ। ସେଥିପାଇଁ ଲକ୍ଷ୍ମୀ ତାଙ୍କୁ ରକ୍ଷା କରୁଥିଲେ। କିନ୍ତୁ ଦୁର୍ଯ୍ୟୋଧନ କାହାର କଥା ନ ଶୁଣି ସେ ଭୀମଙ୍କର ତୃତୀୟ ରଡ଼ି ସହ୍ୟ ନ କରିପାରି ସେ ଅମର ତାଙ୍କୁ କହିଥିଲେ ଯେ ଦୁର୍ଯ୍ୟୋଧନଙ୍କର ତୃତୀୟ ରଡ଼ି ତୁ ସହ୍ୟ କରିଦେବୁ, ତାହେଲେ ତୁ ଅମର ହୋଇଯିବୁ। ଏହି କଥା କହି ଶ୍ରୀଲକ୍ଷ୍ମୀ ଦୁର୍ଯ୍ୟୋଧନଙ୍କୁ ବ୍ୟାସ ସରୋବରରୁ ବାହାରକୁ ଯିବା ପାଇଁ ବାରଣ କରିଥିଲେ। କିନ୍ତୁ ଦୁର୍ଯ୍ୟୋଧନ ଏ କଥା ମହାଲକ୍ଷ୍ମୀଙ୍କର କଥାକୁ ଏଡ଼େଇ ଦେଇକି ସେ ବାହାରକୁ ବାହାରି ଯାଇଥିଲେ। ଦୁର୍ଯ୍ୟୋଧନ ମହାଲକ୍ଷ୍ମୀଙ୍କୁ କିପରି ଅବଜ୍ଞା କଲେ? ବ୍ୟାସ ସରୋବରରୁ ବାହାରକୁ ନ ଯିବା ପାଇଁ ମହାଲକ୍ଷ୍ମୀ ଦୁର୍ଯ୍ୟୋଧନଙ୍କୁ ବୁଝାଇଲେ, ବହୁତ ବୁଝେଇଥିଲେ। କିନ୍ତୁ ଦୁର୍ଯ୍ୟୋଧନ ମହାଲକ୍ଷ୍ମୀଙ୍କର କଥାକୁ ଅବଜ୍ଞା କରି ଭର୍ତ୍ସନା କରି ଠେଲି ଦେଇଥିଲେ। ସେହି ସମୟରେ ମହାଲକ୍ଷ୍ମୀ ଦୁର୍ଯ୍ୟୋଧନଙ୍କୁ ଛାଡ଼ି ଚାଲି ଯାଇଥିଲେ। ଯିଏ ଲକ୍ଷ୍ମୀଙ୍କୁ ଏଡ଼େଇ ଦିଏ, ଲକ୍ଷ୍ମୀ ମଧ୍ୟ ତାଙ୍କଠାରୁ ଚାଲିଯାଆନ୍ତି। ଏବେ ଦେଖିବା 14 ନମ୍ବର, ଲକ୍ଷ୍ମୀ କାହିଁକି ଦୁର୍ଯ୍ୟୋଧନଙ୍କୁ ଛାଡ଼ି ପଳାଇଲେ? ଦୁର୍ଯ୍ୟୋଧନ ଥିଲେ ପନ୍ନଗ ନାରାୟଣ, ତେଣୁ ମହାଲକ୍ଷ୍ମୀ ତାଙ୍କ କାନ୍ଧରେ ଅବସ୍ଥାନ କରିଥିଲେ। ପୂର୍ବ କଥା ଅନୁଯାୟୀ ଦୁର୍ଯ୍ୟୋଧନ ଯେତେବେଳେ ମହାଲକ୍ଷ୍ମୀଙ୍କୁ ଦୁର୍ବ୍ୟବହାର କରିଥିଲେ, ସେହି ସମୟରେ ମହାଲକ୍ଷ୍ମୀ ତାଙ୍କୁ ଦୂରେଇ ଯିବେ। ଦୁର୍ଯ୍ୟୋଧନ ଯେତେବେଳେ ମହାଲକ୍ଷ୍ମୀଙ୍କ ହାତକୁ ଦେଇ ଠେଲି ଦେଇଥିଲେ, ତାଙ୍କୁ ପଳା ବୋଲି କହିଥିଲେ, ସେହି ସମୟରେ ମହାଲକ୍ଷ୍ମୀ ତାଙ୍କୁ ଛାଡ଼ି ଚାଲି ଯାଇଥିଲେ। କାରଣ ଦୁର୍ଯ୍ୟୋଧନ ପନ୍ନଗ ନାରାୟଣ ଥିଲେ ନା, ସେଥିପାଇଁ ଦୁର୍ଯ୍ୟୋଧନଙ୍କର କାନ୍ଧରେ ଲକ୍ଷ୍ମୀ ସବୁବେଳେ ରହୁଥିଲେ। 15 ନମ୍ବର ଦେଖିବା, ଦୁର୍ଯ୍ୟୋଧନଙ୍କର ଗଦା ଦ୍ୱୟର ଓଜନ କେତେ ଭାର ଥିଲା? ଦୁର୍ଯ୍ୟୋଧନଙ୍କର ଗଦାର ଓଜନ ଥିଲା 70 ଭାର। ଏଇଟା ଆମର ସବୁ ପ୍ରଶ୍ନ ଉତ୍ତରର ଉତ୍ତରମୂଳକ ପ୍ରଶ୍ନ ସରିଯାଇଛି। ଏବେ ଆମେ ସପ୍ରସଙ୍ଗ ସରଳାର୍ଥ ଦେଖିବା।
ଏବଂ ପିଲାମାନେ ସପ୍ରସଙ୍ଗ ସଲ୍ଲାର୍ଥରେ କ'ଣ ଦିଆଯାଇଛି? ସଙ୍କଟ କାଳେ ତୁମ୍ଭ ତ ଉଦ୍ଧାରନ୍ତି ପୁଣ, ସଙ୍କଟ କାଳେ ତୁମ୍ଭନ୍ତ ଉଦ୍ଧାରନ୍ତି ପୁଣ, ଦିଅସି ସିଂହନାଦ ପ୍ରସନ୍ନ ବଦନେଣ। ଦେଖିବା ପ୍ରଥମେ କ'ଣ କରିବ? ସଙ୍କଟ କାଳେ କରିକି ଡଟ୍ ଡଟ୍ ଦେଇକି ପ୍ରସନ୍ନ ବଦନେଣ କରିକି ଲେଖିଦେବ। ତାପରେ ଆମେ କ'ଣ କରିବା? ଯେତେବେଳେ ଗୋଟେ ସଲ୍ଲାର୍ଥ ଲେଖୁଛୁ ସେହି ସମୟରେ ଆମେ କ'ଣ କରିବା? କେଉଁଠାରୁ ଆସିଛି, କିଏ ଲେଖିଛନ୍ତି ଏବଂ ତା'ର ପାଠର ଉଦ୍ଦେଶ୍ୟ କ'ଣ, ସେଇଟାକୁ ଆମେ ପ୍ରଥମେ ଲେଖିବା। ସଂଶିତ ପଦ୍ୟାଂଶଟି ଆଦିକବି ଶାରଳା ଦାସଙ୍କର ଶ୍ରେଷ୍ଠ କାବ୍ୟକୃତି ମହାଭାରତ ଗଦା ପର୍ବରେ ଥିବା ଭୀମଙ୍କର ସିଂହନାଦ ରଡ଼ି ଏକ ଉଲ୍ଲେଖଯୋଗ୍ୟ ଅଂଶବିଶେଷ। ଏଠାରେ କବି ଭୀମଙ୍କୁ ସିଂହନାଦ ପ୍ରଦାନ କରିବା ଦେବୀ ପାର୍ବତୀ ଶିବଙ୍କୁ ଅନୁରୋଧର ପ୍ରସଙ୍ଗ ଏଥିରେ ବର୍ଣ୍ଣନା କରିଛନ୍ତି। ଯେତେବେଳେ ତୁମେ ସଲ୍ଲାର୍ଥ ଲେଖୁଛ ପିଲାମାନେ, ପ୍ରଥମେ କେଉଁଠାରୁ ଆସିଛି, କବି କିଏ ଅଛନ୍ତି, ସେଇଟାକୁ ପ୍ରଥମେ ଲେଖିବ ଏବଂ ତା'ର ପ୍ରସଙ୍ଗ କ'ଣ ବର୍ଣ୍ଣନା ହେଇଛି ସେ ବିଷୟରେ ମଧ୍ୟ ଲେଖିବ। ତାପରେ ଆମେ ଦେଖିବା ତାକୁ ବର୍ଣ୍ଣନା କରିବା। ଏ ଯେଉଁ ସଙ୍କଟ କାଳେ ତୁମ୍ଭ ଉଦ୍ଧାରନ୍ତି ପୁଣ, ଦିଅସି ପ୍ରସନ୍ନ ସିଂହନାଦ ପ୍ରସନ୍ନ ବଦନେଣ। ମହାଭାରତର ଯୁଦ୍ଧର ଅନ୍ତିମ ପର୍ଯ୍ୟାୟରେ ମହାମାନି ଦୁର୍ଯ୍ୟୋଧନ ଏକମାତ୍ର କୌରବ ବଂଶରୁ ଜୀବିତ ରହିଥିଲେ। ମହର୍ଷି ଦୁର୍ବାସାଙ୍କର ଆଦେଶ ପାଳନ କରି ସେ ବ୍ୟାସ ସରୋବରରେ ଆତ୍ମଗୋପନ କରି ରହିଥିଲେ। ପଞ୍ଚୁପାଣ୍ଡବ ମଧ୍ୟରେ ସହଦେବ ଥିଲେ ସର୍ବଜ୍ଞାତା ଥିଲେ। ଜାଣିଛ ପିଲେ, ମହାଭାରତ ଯେତେବେଳେ ଯୁଦ୍ଧ ହୋଇଥିଲା କୌରବ ପାଣ୍ଡବ ମଧ୍ୟରେ, ସେ ସମୟରେ ଯୁଦ୍ଧର ଶେଷ ହେବା ସମୟରେ ଜଣେ ଲୋକ ହିଁ ବଞ୍ଚିଥିଲା, ସେ ହେଉଛି ଦୁର୍ଯ୍ୟୋଧନ। ତାଙ୍କର ଗୁରୁ ଦୁର୍ବାସା କହିଥିଲେ ଯେ ତୁ ବ୍ୟାସ ସରୋବର ଲୁଚିବୁ ତାହେଲେ ତୋତେ କିଏ ମଧ୍ୟ ମାରିପାରିବେ ନାହିଁ, ସେଥିପାଇଁ ସେ ଲୁଚିଥିଲା। କିନ୍ତୁ ପାଣ୍ଡବମାନଙ୍କର ଛୋଟ ଭାଇ ସହଦେବ ବହୁତ ଜ୍ଞାନୀ ଥିଲେ। ସେ ଜାଣିଥିଲେ ଦୁର୍ଯ୍ୟୋଧନ ବ୍ୟାସ ସରୋବରରେ ଆତ୍ମଗୋପନ କରି ରହିଛି। ଯଦି ଭୀମସେନ ସିଂହନାଦ ମାଧ୍ୟମରେ ଦୁର୍ଯ୍ୟୋଧନଙ୍କୁ ଯୁଦ୍ଧ ପାଇଁ ଆହ୍ୱାନ ଦିଅନ୍ତି, ତେବେ ଦୁର୍ଯ୍ୟୋଧନ ମହାଦର୍ପରେ ସେହି ସରୋବରରୁ ବାହାରି ଚାଲି ଆସିବେ। ଭୀମସେନ ସିଂହନାଦ ପାଇବା ପାଇଁ ମହାଦେବଙ୍କୁ ପ୍ରାର୍ଥନା କରିଥିଲେ। ଭୀମଙ୍କୁ ସିଂହନାଦ ଦେବା ପାଇଁ ଉଚିତ ହେବ କି ନାହିଁ ବୋଲି ମହାଦେବ ଦେବୀ ପାର୍ବତୀଙ୍କୁ ପଚାରିଥିଲେ। ପାର୍ବତୀ ଉତ୍ତର ଦେଇଥିଲେ, ପାଣ୍ଡବମାନେ ଆମର ବହୁ ଉପକାର କରିଛନ୍ତି। ଅଶ୍ଳେଷ ଦୈତ୍ୟକୁ କୈଳାସ ପର୍ବତରୁ ନେଇ ଚାଲି ଯାଇଥିବା ସମୟରେ ଋଷ୍ୟମୁଖ୍ୟ ପର୍ବତରେ ଥିବା ଭୀମଙ୍କୁ ଅସୁରରୁ ବଧ କରି କୈଳାସ ପର୍ବତରୁ ରକ୍ଷା କରିଥିଲେ। ତେଣୁ ବିନା ଧ୍ୱଜାରେ ଭୀମଙ୍କୁ ସିଂହନାଦ ଦେବା ପାଇଁ ପାର୍ବତୀ ମହାଦେବୀ କହିଥିଲେ। ଏଇଟା ଆମେ ସେ କବିତାର ଛାନ୍ଦକୁ ବୁଝେଇବା, ତାପରେ ଶେଷରେ ଲେଖିବା ବାସ୍ତବିକ କବିତାଂଶଟି ବେଶ ହୃଦୟସ୍ପର୍ଶୀ। ଏଇଟା ଆମର ପ୍ରଥମ। 2 ନମ୍ବର ଆମର ସପ୍ରସଙ୍ଗ ସଲ୍ଲାର୍ଥ ଦେଖିବା ଯେ କାଳନଳ ଜାଣି ବିକାଶୀ ସିଂହନାଦ ଜ୍ୟୋତି, ଆଦିତ୍ୟ ହୁଁ ସତେ ଗୁଣ ତେଜ ବିକାଶନ୍ତି। କାଳନଳ ଜାଣି ବିକାଶୀ ସିଂହନାଦ ଜ୍ୟୋତି, ଆଦିତ୍ୟ ହୁଁ ସତେ ଗୁଣ ତେଜ ବିକାଶନ୍ତି। ସିଂହନାଦର ଶକ୍ତି ଜାଣିଛ ପିଲେ? ଶହ ଶହ ସୂର୍ଯ୍ୟ ଗୁଣର ଅଧିକାରୀ ଥିଲା ସିଂହନାଦ ଜ୍ୟୋତି। ଦେଖିବା ଏ ଉକ୍ତ ପଦ୍ୟାଂଶଟି ଆଦିକବି ଶାରଳା ଦାସଙ୍କର ଶ୍ରେଷ୍ଠ କୃତି ମହାଭାରତର ଗଦା ପର୍ବରେ ଥିବା ଭୀମଙ୍କ ସିଂହନାଦ ରଡ଼ିର ଏକ ଉଲ୍ଲେଖଯୋଗ୍ୟ ଅଂଶବିଶେଷ। ଏଠାରେ କବି ସିଂହନାଦର
ସିଂହନାଦର ଭୟଙ୍କାରିତା ବିଷୟରେ ଆଲୋକପାତ କରିଛନ୍ତି। ଭୀମଙ୍କର ଦେଖିବା ଭୀମସେନଙ୍କର ଆରାଧନା ଦେବୀ ପାର୍ବତୀଙ୍କୁ ଅନୁରୋଧରେ ଆଶୁତୋଷ ସିଂହନାଦଙ୍କୁ ଭୀମଙ୍କ ନିକଟକୁ ପ୍ରେରିତ କଲେ। ଶିବ ସିଂହନାଦବର ଭୀମଙ୍କୁ ଦେଲେ। ତାହା ଆକାଶ ମାର୍ଗରୁ ଆସିବା ସମୟରେ ଭୟଙ୍କର ରୂପ ଧାରଣ କରିଥିଲା ଓ ତା'ର ପ୍ରଭାବରେ ଯେଉଁ ପବନ ସୃଷ୍ଟି ହୋଇଥିଲା ସେଥିରେ ମର୍ତ୍ତ୍ୟ ଭୁବନ ପ୍ରକମ୍ପିତ ହୋଇ ଉଠିଲା। ଏହା ଥିଲା ଭୟଙ୍କର ଅଗ୍ନିର ସଦୃଶ, ଜ୍ୟୋତିର ଯୁକ୍ତ, ସୂର୍ଯ୍ୟଠାରୁ ଶତଗୁଣ ତେଜ ଏଥିରେ ବିକଶିତ ହେଉଥିଲା। ଏତେ ତା ଭିତରେ ଶକ୍ତି ରହିଥିଲା। କେଉଁଠିରେ? ସିଂହନାଦରେ। ପ୍ରତୀୟ ହେଉଥିଲା ଯେ ସତେ ଯେପରି କାଳନଳ ସମ ମର୍ତ୍ତ୍ୟ ମଣ୍ଡଳକୁ ଦଗ୍ଧୀଭୂତ କରିଦେବ। ସେ ନିଆଁ ଯାଇକି ପୃଥିବୀରେ ମର୍ତ୍ତ୍ୟମଣ୍ଡଳକୁ ପୁରା ନିଆଁ ଲଗାଇଦେବ ବୋଲି ଭାବୁଥିଲେ। ଆକାଶ ମାର୍ଗରେ ଗମନ କରି ସିଂହନାଦ ବ୍ୟାସ ସରୋବର ନିକଟରେ ଅପେକ୍ଷାରତ ଭୀମ ନିକଟରେ ପହଞ୍ଚିଥିଲା। ସେହି ଦିବ୍ୟଶକ୍ତିଯୁକ୍ତ ସିଂହନାଦ ଶିବଙ୍କ ଠାରୁ ଭୀମସେନ ପାଇ ଦୁର୍ଯ୍ୟୋଧନଙ୍କୁ ଯୁଦ୍ଧ ପାଇଁ ଆହ୍ୱାନ କରିଥିଲେ। ଦୁର୍ଯ୍ୟୋଧନ ସିଂହନାଦ ଶବ୍ଦରେ ବ୍ୟାସ ସରୋବରରୁ ବାହାରି ଆସିଥିଲେ ଏବଂ ଶେଷରେ ଯୁଦ୍ଧ ହୋଇଥିଲା। ଯୁଦ୍ଧ ହେଇକି ଦୁର୍ଯ୍ୟୋଧନକୁ ମାରି ଦେଇଥିଲେ। ତାପରେ ମହାଭାରତ ଯୁଦ୍ଧ ଶେଷ ହୋଇଥିଲା। ବାସ୍ତବରେ ଏହି ଉକ୍ତିଟି ପଦ୍ୟାଂଶଟି ବହୁତ ହୃଦୟସ୍ପର୍ଶୀ। ଏଇ ଗୋଟେ ଲାଇନ୍ ବି ଲେଖିବ ପିଲାମାନେ, ତୁମର ମାର୍କ ପାଇବା ପାଇଁ ବହୁତ ସୁବିଧା ହେବ। ପ୍ରଥମେ ନିଜ କବି ପରିଚୟ, କବି କେଉଁଠୁ ଆସିଛି, କ'ଣ ଲେଖିଛନ୍ତି ସେ ବିଷୟରେ ଲେଖିବ, ତାପରେ ବ୍ୟାଖ୍ୟା କରିବ। ତାପରେ ତୁମେ ଲାଷ୍ଟରେ ଗୋଟେ ଲାଇନ୍ ଲେଖିବ ଯେ ଏଇ ଉକ୍ତିଟା ଆମର ହୃଦୟସ୍ପର୍ଶୀ ବୋଲି ଲେଖିବ। ଏବେ ଆମେ ଦେଖିବା ସପ୍ରସଙ୍ଗ ସଲାର୍ଥର 3 ନମ୍ବର। 3 ନମ୍ବରରେ କ'ଣ ଅଛି? ନଳିନୀ ପତ୍ରରେ ଯେହ୍ନେ ପଡ଼ନ୍ତେଣ ପାଣି, ପୃଥିବୀରେ ଦଳ ଦଳିତ କମ୍ପଇ ମେଦିନୀ। ନଳିନୀ ପତ୍ରରେ ଯେହ୍ନେ ପଡ଼ନ୍ତେଣ ପାଣି, ପୃଥିବୀରେ ଦଳ ଦଳିତ କମ୍ପଇ ମେଦିନୀ। ତ ପ୍ରଥମେ ନଳିନୀ ପତ୍ର ଦେଇ ଡଟ୍ ଡଟ୍ ଦେଇ କମ୍ପଇ ମେଦିନୀ କରିବ। ତାପରେ ଆମେ କ'ଣ ଲେଖିବା? ଉଲ୍ଲେଖିତ ପଦ୍ୟାଂଶଟି ଆଦିକବି ଶାରଳା ଦାସଙ୍କର ଶ୍ରେଷ୍ଠ କୃତି ମହାଭାରତ ମହାକାବ୍ୟର ଗଦା ପର୍ବସ୍ଥ ଭୀମଙ୍କ ସିଂହନାଦ ରଡ଼ି କବିତାରୁ ଆନିତ। ଏଠାରେ ଭୀମ ପ୍ରଥମେ ସିଂହନାଦ ରଡ଼ିରେ ପୃଥିବୀରେ କେଉଁ ପ୍ରକାର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ସେ ବିଷୟରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ସିଂହନାଦ ପୃଥିବୀରେ କେଉଁ ପ୍ରକାର ପ୍ରତିକ୍ରିୟା ସୃଷ୍ଟି କରିଥିଲା, କେମିତି ହେଇଥିଲା ପୃଥିବୀରେ ଯେତେବେଳେ ସିଂହନାଦ ବର ପୃଥିବୀକୁ ଆସିଥିଲା, ପ୍ରଥମରେ କେମିତି ହେଇଥିଲା, ଦ୍ୱିତୀୟ ରଡ଼ିରେ କେମିତି ହେଇଥିଲା, ସେହି ବିଷୟରେ ଆମେ ଲେଖିବା। ସିଂହନାଦର ଆକାଶ ମାର୍ଗରେ ଆସି ବ୍ୟାସ ସରୋବର ନିକଟରେ ଅପେକ୍ଷାରତ ଭୀମଙ୍କ ପାଖକୁ ପହଞ୍ଚି ଯାଇଥିଲା। ଯେତେବେଳେ ପ୍ରଥମ ଥର ପାଇଁ ଯେତେବେଳେ ଭୀମ ସିଂହନାଦ ଧରି ବାଦନ କଲେ, ସେହି ସମୟରେ ସମଗ୍ର ମହିମଣ୍ଡଳ ପୃଥିବୀମଣ୍ଡଳ ଦୋହଳିଗଲା। ଏହାଦ୍ୱାରା ପଦ୍ମପତ୍ରର ପାଣି ପଡ଼ିଲେ ଯେପରି ସ୍ଥିର ନ ରହି ଢଳ ଢଳ ହୋଇ ପୃଥିବୀର ଅବସ୍ଥା ଅନୁରୂପ ସେହିପରି ହୋଇଥିଲା। ମନ୍ଦରର ପର୍ବତରେ ସ୍ଥାନଚ୍ୟୁତ ହୋଇଥିଲା। ଏହି ରଡ଼ିରେ ମହାଲକ୍ଷ୍ମୀଙ୍କର କୋଳରେ ଶୋଇଥିବା ମହାମାନି ଦୁର୍ଯ୍ୟୋଧନ ନିଦ୍ରାଭଙ୍ଗ ହୋଇଥିଲା। ଏହାଦ୍ୱାରା ସେ ଶଯ୍ୟାତ୍ୟାଗ ପୂର୍ବକ ଉଠି ବସିଲେ। ନଳିନୀ ପତ୍ର କହିଲେ ପଦ୍ମପତ୍ର। ଯେତେ ପୃଥିବୀରେ ତା'ର ରଡ଼ିର ପ୍ରକମ୍ପିତ ହୋଇଥିଲା, ଚାରିଆଡ଼େ ତାହା କମ୍ପନ ସୃଷ୍ଟି ହୋଇଥିଲା। ବାସ୍ତବିକ କବିଙ୍କର କବିତାରେ ବର୍ଣ୍ଣନାଟି ବେଶ୍ ହୃଦୟସ୍ପର୍ଶୀ। ଏଇଟା ଆମର 1 ନମ୍ବରରୁ ଆମର 3ଟା ସରଳାର୍ଥ ଅଛି। ଏଇଭଳି ଆମର ଭୀମଙ୍କ ସିଂହନାଦ ରଡ଼ିର ପ୍ରଶ୍ନ ଉତ୍ତର
ଶେଷ ହୋଇଯାଇଛି। ତୁମମାନେ ଭଲସେ ପଢ଼ିବ, ବୁଝିବ ଏବଂ ଭଲସେ ପ୍ରଶ୍ନ ଉତ୍ତର କରିବ, ଯେମିତି ଆଗକୁ ତୁମେ ଭଲସେ ଜାଣିପାରିବ। ଠିକ୍ ଅଛି ପିଲାମାନେ।